ସେ ଗଳ୍ପ ଯୋଉ ସ୍ତରରେ ଥାଉ ନା କାହିଁକି, ଯୋଉ ବାଲେଶ୍ୱର ରାଜଧାନୀ ବାଲେଶ୍ୱର ବଙ୍ଗାଳୀ କମଳା ପ୍ରସାଦ ଗୁରା, କାଳିକା ପ୍ରସାଦ ଗୁରା, ଏଇ ଚାରୋଟି ଗଳ୍ପ ଓଡିଶାର ନୌବାଣିଜ୍ୟର ଇତିହାସ କଥା ବହନ କରେ। ଓଡିଶାର ନୌବାଣିଜ୍ୟ ଯୋଉ ପର୍ତ୍ତୁଗୀଜ ଜଳଦସ୍ୟୁ ମାନଙ୍କ ଅତ୍ୟାଚାରରେ ଉଚ୍ଛନ୍ନ ହୋଇ ପଡିଥିଲା, ସମୁଦ୍ର ପଥରେ ସେମାନେ ଲୁଚି ରହି ସେ ସବୁ ଜାହାଜକୁ ଆକ୍ରମଣ କରୁଥିଲେ, ଫଳରେ ଜାହାଜ ଗୁଡିକ ଲୁଞ୍ଚିତ ହଉଥିଲା। ଏ ଓଡିଆ ସାଧବ ମାନେ ତାପରେ ସର୍ବସାଧାରଣ ହୋଇଯାଇଥିଲେ। ସେ କାହାଣୀ ଯେତିକି କୌତୂହଳୀପୂର୍ଣ୍ଣ ସେତିକି ମଧ୍ୟ ମର୍ମନ୍ତୁଦ। କାଳିକା ପ୍ରସାଦ ଗୋଳା ଯୋଉ ଗଳ୍ପଟି ଅଛି ସେଥିରୁ ଏହାର ଗୋଟେ ପୂର୍ଣ୍ଣ ବିବରଣୀ ମିଳିଥାଏ। ତାପରେ ସେଥିରେ ଆପଣମାନେ ଅନେକ ସବୁ ଶବ୍ଦ ପାଇବେ, ଯୋଉ ଶବ୍ଦ ଗୁଡିକର ତାଲିକା ମୂଳ ଏଇ ଯୋଉ ଗଳ୍ପ ସ୍ୱଳ୍ପ ବହିରେ ମୁଁ 1990 ମସିହାରେ ଶବ୍ଦ ଟିକା ସବୁ କରିଛି, ଯାହାକି ପ୍ରାୟ 14-15 ପୃଷ୍ଠା ରହିଛି। ଧରନ୍ତୁ ସିଙ୍ଗିଡି, ଦୁଇ ଜାହାଜକୁ ସିଙ୍ଗିଡି ପକାଇଲେ, ଦୁଇ ଜାହାଜ ପେରଛା ଆଉ କାଞ୍ଛିରେ ସଙ୍ଗରୁ ଥାନ୍ତି। କି ସୁନ୍ଦର ଶବ୍ଦ, ଆପଣ ମାନଙ୍କୁ ସେ ଶବ୍ଦ ଭଲ ନ ଲାଗିପାରେ, କିନ୍ତୁ ତତ୍କାଳୀନ ପ୍ରଚଳିତ ଯୋଉ ଶବ୍ଦ ଗୁଡିକୁ ଆଜି ହଜି ହଜି ଯାଉଛି, ସେ ଶବ୍ଦ ଗୁଡିକୁ ସଂଗ୍ରହ କରି ତାର ଗୋଟେ ଶବ୍ଦକୋଷ ପ୍ରସ୍ତୁତ କରିବା ଆମର ହଉଛି ଗୋଟେ ଜାତୀୟ କର୍ତ୍ତବ୍ୟ। ତେବେ ପ୍ରସାଦ ଗୋରା, କାଳିକା ପ୍ରସାଦ ଗୋରା ଏଇ ଦୁଇଟା ଗପ 1913 ମସିହାରେ ରଚିତ ହେଇଥିଲା। ଏବଂ କମଳା ପ୍ରସାଦ ଗୋରା ଗଳ୍ପର କଥାବସ୍ତୁକୁ ଫକୀରମୋହନ 60 ବର୍ଷ ତଳର ବୋଲି ନିଜେ ଉଲ୍ଲେଖ କରିଛନ୍ତି। କମଳା ପ୍ରସାଦ ଗୋରା ଗଳ୍ପରେ ସମୁଦ୍ର ଯାତ୍ରାର ଯୋଉ ଅପୂର୍ବ କଳା କୌଶଳ ଏବଂ ଜୀବନ୍ତ ବିବରଣୀ ଦେଖିବାକୁ ମିଳେ। ସେଗୁଡାକ ଆଲୋଚନା କରି ବହୁତ ସମୟ ଲାଗିବ। ବାଲ୍ୟ ସମୟରେ ଅର୍ଥାତ୍ 1863-1860 ମସିହା ମଧ୍ୟରେ ବାଲେଶ୍ୱର ଯୋଉ ଲବଣ ଶିଳ୍ପ ପ୍ରଚଳିତ ଥିଲା ଏବଂ ଯାହା ଜାତି କାର୍ଯ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲା, କାଳକ୍ରମେ 1862 ମସିହା ବେଳକୁ ଲୁଣ ବନ୍ଦ ହୋଇଗଲା। ବାଲେଶ୍ୱରୀ କଙ୍ଗା ଲୁଣ ପ୍ରସଙ୍ଗରେ ଫକୀରମୋହନ ଏଇ ଲବଣ ଶିଳ୍ପ ଏବଂ ଜାହାଜ ବ୍ୟବସାୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସେଥିପାଇଁ ମୁଁ କହିଲି ଯଦି ଭାରତ ବର୍ଷରେ ଲୁଣକୁ ନେଇକି କୌଣସି ଗପ ସେ ପର୍ଯ୍ୟନ୍ତ ଦେଖାଯାଇ ନାହିଁ। ଇଏ ହଉଛି ଫକୀରମୋହନଙ୍କ ପ୍ରଥମ ଗଳ୍ପ ସମଗ୍ର ଭାରତୀୟ ଭାଷାରେ, କେବଳ ଓଡିଆ ଭାଷା ନୁହେଁ, ସମଗ୍ର ଭାରତୀୟ ଭାଷା। ତେବେ ତାଙ୍କର ଯୋଉ ଧରନ୍ତୁ ବାଲେଶ୍ୱର ଲବଣୋତ୍ଥାନ ପର୍ଯ୍ୟନ୍ତ ତାର ଗୌରବ ସମୃଦ୍ଧିର ଏତେ ବର୍ଣ୍ଣନା ଦେବାର କାରଣ ଏଇକି ଯେ ପ୍ରତ୍ୟକ୍ଷ ଅନୁଭୂତି ସମ୍ପନ୍ନ ଫକୀରମୋହନଙ୍କ ପର ଜୀବନର ଗଳ୍ପ ପ୍ରବନ୍ଧ ଦେଇ ଓଡିଆ ପାଠକେ ଲବଣ ଶିଳ୍ପର ଯୋଉ ପରିଚୟ ପାଆନ୍ତି, ତାହା ସେମାନେ ସେଇ ଓଡିଆ ସାହିତ୍ୟର ଅନ୍ୟ କୌଣସି ଲେଖକଙ୍କର ରଚନାରେ କେବେ ପାଇବେ ନାହିଁ। ତେଣୁ ଫକୀରମୋହନ ଆମକୁ ଏ ସମ୍ପର୍କରେ ଯଥେଷ୍ଟ ତାଙ୍କ ଗଳ୍ପ ମାଧ୍ୟମ ସଚେତନ କରାଇ ଦେଇଯାଇଛନ୍ତି। ତାଙ୍କ ଗଳ୍ପରେ ସମାଜ ଆଉ ସଂସ୍କୃତିକୁ ଦେଖିବା। ତେବେ ତାଙ୍କର ଯୋଉ ପ୍ରଥମ ଗଳ୍ପ ଯୋଉଟା ରେବତୀ ଗଳ୍ପରେ ନାରୀ ଶିକ୍ଷା ନୂତନ ଆଶ୍ରମିକ ଆହ୍ୱାନ ଏବଂ ପୁରାତନର ବିରୋଧ ଏବଂ ପରୁଣାତିରେ ନୂତନତ୍ୱର କରୁଣା ବିପର୍ଯ୍ୟୟ ଯୋଉଟା ସେ ଦେଖେଇଛନ୍ତି। କିନ୍ତୁ ଆପଣମାନେ ପ୍ରଥମେ ତାଙ୍କ 4 ଲାଇନ ଟିକେ ପଢନ୍ତୁ ଇଂରାଜୀ ଯୋଉଟା ଦେଇଛନ୍ତି। କୌଣସି ମାନେ ଗଳ୍ପର ସଂକଳନରେ ସେଇ ଶବ୍ଦର କୌଣସି ସୂଚନା ଦିଆଯାଏ ନାହିଁ। ତେବେ ରେବତୀର ପାଠ ପଢା ନେଇକି ଯୋଉ ସେ କହିଛନ୍ତି, ପାଠ କଣ ଲୋ ମାଇକିନା ଝିଅଟା, ରନ୍ଧା ପଢା ଆସି, ପାଠ ପଢା ଆସି, ରୋଟି ଆସି, ଦହି ମୁଁ ଆସି, ପାଠ କଣ? କିନ୍ତୁ ଏଠି 3ଟି ଜେନେରେସନ କଥା କୁହାଯାଉଛି। ଜଣେ ହେଲେ ଶ୍ୟାମବନ୍ଧୁ, ଯିଏ ହେଲେ ବର୍ତ୍ତମାନର, ଜଣେ ହେଲେ ତାଙ୍କ ଜେଜେମା, ଯିଏ ହେଲେ ଅତୀତର, ଏବଂ ଭବିଷ୍ୟତର କିଏ ହେଲେ ବାସୁଦେବ ତାଙ୍କର ଶିକ୍ଷକ ଏବଂ ରେବତୀ। ଇଏ ଯୋଉ ଗଳ୍ପକୁ ଆମେ କେବଳ ନାରୀ ଶିକ୍ଷା ଭିତରେ ସୀମିତ କରିକି ରଖିଛେ, କିନ୍ତୁ ଯଦି ଆଉ ଟିକେ ନୂତନ ଦୃଷ୍ଟିକୋଣରେ ଆପଣ ଚିନ୍ତା କରନ୍ତୁ, ଯେତେବେଳେ କେବଳ ପାଠ ପଢା କଥା ସେଥିରେ କୁହାଯାଏ, ରେବତୀ ହୃଦୟରେ ଯେତେବେଳେ ଗୋଟେ ପ୍ରେମର ପ୍ରତିନିଧି ଅନ୍ତ ସରିଗଲା ଫଳକୁ ଭଳି ପ୍ରବାହିତ ହଉଛି,
ସେ କଥା କୌଣସି ସମାଜ ସଭ୍ୟ ଆଲୋଚନା ଆଜି ପର୍ଯ୍ୟନ୍ତ କରୁନାହାନ୍ତି। ଏ ଗଳ୍ପଟି ଲେଖା ଯାଇଥିଲା 1898 ମସିହାରେ। 1922 ମସିହା ଆପଣ ଦେଖନ୍ତୁ ବିଶ୍ୱ ସାହିତ୍ୟରେ ଗୋଟେ ଟର୍ନିଂ ପଏଣ୍ଟ, ଯେତେବେଳେ T.S. ଏଲିୟଟ ଯେ କହୁଛନ୍ତି ବିଶ୍ୱକବି, ତାଙ୍କର ଆସୁଛି ଦି ୱେଷ୍ଟଲ୍ୟାଣ୍ଡ। ସେଇ 1922 ମସିହାରେ ଆସୁଛନ୍ତି ଫ୍ରଏଡ। ସେଇ 1922 ମସିହାରେ ଆସୁଛନ୍ତି ଆପଣଙ୍କର ସାମ୍ୟବାଦ ଚିନ୍ତାଧାରା ଆସୁଛି। ତେଣୁ ଯଦି 1922 ମସିହା ପରେ ଫକୀରମୋହନ ରେବତୀ ଗଳ୍ପଟିକୁ ଲେଖିଥାନ୍ତେ, ଆଲୋଚକ ମାନେ ଏତେବେଳକୁ ବାହାର କୁହନ୍ତେ ଯେ ଫ୍ରଏଡଙ୍କର ରେବତୀ ଗଳ୍ପର ପ୍ରଭାବ ପଡିଛି। କିନ୍ତୁ ତା ନୁହେଁ। ଆପଣ ଦେଖନ୍ତୁ 1922 ମସିହାରେ ଯୋଉ ଚିନ୍ତାଧାରା ଫ୍ରଏଡ କହିଛନ୍ତି, 24 ବର୍ଷ ତଳେ ତା ମାନେ 1898 ମସିହାରେ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପରେ ଫକୀରମୋହନ ଗୋଟେ ନାରୀର ମନସ୍ତତ୍ଵ ଚିନ୍ତାକୁ ପ୍ରକାଶ କରିଛନ୍ତି। କାହିଁକି, କିପରି ଭାବେ ନା ଯେତେବେଳେ ବାସୁଦେବ ଆସୁ ତାକୁ ସେ ଅପେକ୍ଷା କରୁଛି, ଯେତେବେଳେ ଶ୍ୟାମବନ୍ଧୁ ବାସୁ ସମ୍ପର୍କେ ଚିନ୍ତା କରୁଛନ୍ତି, ଆଲୋଚନା କରୁଛନ୍ତି ଘରେ, ସେତେବେଳେ ସେ କବାଟ କାନ୍ଥରେ ଶୁଣୁଛି। କିଏ ଗୋଟେ ଅନ୍ତଃସର ଫଲକୁ ଭଳି ମୋର ଗୋଟେ ପ୍ରେମ ତଟିଂ ତାର ଅନ୍ତର ଭିତରେ ପ୍ରବାହିତ ହେଇନି। ଏଠି ଏକ ଫ୍ରଏଡ ନାହାନ୍ତି। ଫ୍ରଏଡ 1922 ମସିହାରେ ଆସିଲେ, କିନ୍ତୁ ଇଏ ଗଳ୍ପ ଆମର ଲେଖା ହେଇଛି 24 ବର୍ଷ ତଳୁ। ସେଇ ଚିନ୍ତାଧାରାକୁ ନେଇକି ଯାଉ ଇଏ ଆମର ଗର୍ବ କରିବାର କଥା। ଏଠି ଫ୍ରଏଡଙ୍କର ପ୍ରତିଫଳନ ନାହିଁ ବୋଲି ଆମେ ଦୃଢ ଭାବେ କହିପାରିବା, କାରଣ ସେ 1922 ମସିହାରେ ଚିନ୍ତାଧାରା କରିଛନ୍ତି। କିନ୍ତୁ 24 ବର୍ଷ ତଳୁ ଫକୀରମୋହନ ଆମକୁ ସୂଚେଇ ଦେଇଛନ୍ତି ଗୋଟିଏ ନାରୀର ମନ ଗହନର କଥାଟି। ତେବେ ତେଣୁ ଗୋଟିଏ ଦେଖାଯାଏ ଏଥିରେ ବୁଢ଼ୀର ସ୍ତ୍ରୀ ଶିକ୍ଷା ପ୍ରତି ତାତ୍ସଲ୍ୟ ଆଉ ଘୃଣା, ଏବଂ ତତ୍କାଳୀନ ସମାଜରେ ମଧ୍ୟବିତ୍ତ ଶ୍ରେଣୀରେ କିପରି କନ୍ୟାମାନଙ୍କୁ ଶିକ୍ଷା ଦିଆଯାଉଥିଲା, ଏ ହେଉଛି ତାର ଜ୍ୱଳନ୍ତ ପ୍ରତିଛବି। ଇଏ ଗୋଟିଏ ଦିଗ। କିନ୍ତୁ ଅନ୍ୟ ଦିଗଟିକୁ ଆପଣ ଚିନ୍ତା କରନ୍ତୁ, ଯୋଉଟା କି ବିଶ୍ୱ ସାହିତ୍ୟ ସ୍ତରରେ ଆପଣଙ୍କୁ ତାକୁ ତୁଳନା କରନ୍ତୁ। ତେବେ ଗାରୁଡି ମନ୍ତ୍ର ସେଇପରି ଗୋଟିଏ ଗଳ୍ପ, ଯୋଉଠି ଗଳ୍ପରେ ଜନୈକ ଶିକ୍ଷିତ ଯୁବକ ମଦନ ମୋହନ ନିଜର ପତ୍ନୀର ଲଜ୍ଜା ନିବାରଣ, ନାରୀ ସ୍ୱାଧୀନତା ପାଇଁ ଯେପରି ପଦକ୍ଷେପ, ନାରୀ ସ୍ୱାଧୀନତା କଥା ଚିନ୍ତା କରୁଛି। ଗାରୁଡି ମନ୍ତ୍ର 1916 ମସିହା। ତାପରେ ଆଉ ଗୋଟେ ଗପ ମୁଁ ଆସିବି, କିପରି ସେ ସଶକ୍ତିକରଣ, ନାରୀ ସଶକ୍ତିକରଣ ବିଷୟରେ ଆଲୋଚନା କରିଛନ୍ତି। ସେ ସମ୍ପର୍କରେ ଆମର ଆଲୋଚକ ମାନେ ସମ୍ପୂର୍ଣ୍ଣ ନିରବ। ଆଜି ପର୍ଯ୍ୟନ୍ତ କୌଣସି ଆଲୋଚନା କରାଯାଇ ନାହିଁ। କୌଣସି ଯେତେ ଆଲୋଚନା ହେଇଛି ଗଳ୍ପ ମାନେ ଫକୀରମୋହନ ଗଳ୍ପ ସବୁ ମୁଁ ସବୁ ପଢିଛି, କିନ୍ତୁ ସେ ସମ୍ପର୍କରେ ସବୁ ଆଲୋଚକ ନିରବ। ତେବେ ଯୋଉ ନାରୀ ସ୍ୱାଧୀନତା ପାଇଁ ଯେପରି ପଦକ୍ଷେପ ନେଇଛନ୍ତି, ତାହା ବାହ୍ୟତଃ ହାସ୍ୟଦୀପକ ହେଇପାରେ, ତାହା ସତ୍ୟ ପରି ଗୋଟେ ପରିକଳ୍ପିତ ଚିତ୍ତସ୍ପର୍ଶୀ ସୃଷ୍ଟି। ଗାରୁଡି ମନ୍ତ୍ର ଗଳ୍ପଟି ପ୍ରକୃତରେ ଯୁଗର ବିଷ ଉତ୍ପାଟନ ନିମନ୍ତେ ସିଏ ହଉଛି ଗାରୁଡି ମନ୍ତ୍ର। ନାରୀ ବିବାହ କଲା ପରେ ଶ୍ୱଶୁର ଘରେ ନବବଧୂ ରୂପେ ବିତ୍ରାଳ ନିର୍ଦ୍ଦୋଷରେ ମୁଖ ବ୍ୟବହାର କରେ, ସଦା ସର୍ବଦା ପର୍ଦ୍ଦା ମଧ୍ୟରେ ନିମଜ୍ଜିତା, ଉଚ୍ଚସ୍ୱରେ କଥାବାର୍ତ୍ତା କରିବା ପାଇଁ ମଧ୍ୟ ମନା। କିନ୍ତୁ ମଦନ ମୋହନ ସମ୍ୟକ ସଂସାର ପାଇଁ ଛଦ୍ମବେଶୀ ଭାବେ ଗୁଣିଆର ଭୂମିକାରେ ଅବତୀର୍ଣ୍ଣ ହୋଇ ଗାରୁଡି ମନ୍ତ୍ର ଅଙ୍କି ସମାଜ ଦେହର କୁସଂସ୍କାର ରୂପୀ ବିଷକୁ ଦୂର କରିବାରେ ଚେଷ୍ଟା କରିଛନ୍ତି। ଦାସୀ ସୁକ୍ରୀକୁ ଯୋଉ ଗାରୁଡି ମନ୍ତ୍ର ହାତ କରି ଦେଇଛନ୍ତି ଏବଂ ନିଜକୁ ଜଣେ ଗୁଣିଆ ବୋଲି ପରିଚୟ ଦେଇଛନ୍ତି। କିନ୍ତୁ ଏଠି ତାର ପଶ୍ଚାତ ଦିଗଟିକୁ ଚିନ୍ତା କରନ୍ତୁ, ନାରୀ ସ୍ୱାଧୀନତା ପାଇଁ ସେଠି ଫକୀରମୋହନ କି ଚେଷ୍ଟା କରିଛନ୍ତି। ଗାରୁଡି ମନ୍ତ୍ର କରି ପାଠୋଇ ଗଳ୍ପ ପ୍ରକାଶ ପାଇ ମୁକୁଳରେ ଯେତେବେଳେ 1915 ମସିହାରେ, ଏଥିରେ ଶିକ୍ଷିତ ଯୁବକ ଗୋପାଳ ଚରଣ ପଟ୍ଟନାୟକ ଚାହିଁଛନ୍ତି ଗୋଟିଏ ଶିକ୍ଷିତ କନ୍ୟାଟି ବିବାହ କରିବା ପାଇଁ। ତାଙ୍କ ମତରେ ପଇସା ଖର୍ଚ୍ଚ ପତ୍ର ହିସାବ ବୁଝିପାରୁଥିବ, ଭାଷା ପତ୍ର ଲେଖିପାରୁଥିବ, ଏପରି ପାଠୋଇ କନ୍ୟାଟିଏ ପାଇଲେ ବିବାହ ହେବ। ମୂର୍ଖ କନ୍ୟାଟି ବିବାହ ହେଲେ କଣ ହେବ? କିନ୍ତୁ ପରେ ସମାଜରେ এই ଶିକ୍ଷା ନାମରେ ଯୋଉ ଶିକ୍ଷାଗତ ଅହଙ୍କାର ସୃଷ୍ଟି ବେଶୀ ସୃଷ୍ଟି ହେଇଛି, ତେଣୁ ସଭ୍ୟ ଜମିଦାର ଗଳ୍ପରେ
इंग्रेज पढ़िया राजीव लोचन विवाह प्रसंग में कहते देशी कन्या गुड़िक अशिक्षिता कुसंस्कार असभ्यतार बुड़ी लुगा खंडे पिधि ना ना अधा लंगड़ा होता मुई परी मुसाफरी मुह ढांके मुसाफरी गातरे लुचि था कलिकतार परा कन्या ठीक है तेरे फकीरमोहन सही ठीक ठीक सही परी नूतन शिक्षा और नूतन सभ्यता फल ए देश शिक्षित युवक संप्रदाय को सुधा साखी को आवरी नहीं तार चित्र पैटर्न मेडिसिन सभ्य जमींदार एवं डाकमंच कल्प सुंदर भाव से फुटी तेरे